ପ୍ରେଜ୍ ଦ ଲର୍ଡ। ବର୍ତ୍ତମାନ ଏଇ ଦିନ ମାନଙ୍କରେ ମାନେ ବଡ଼ ଦିନ ପାଳନ କରିବା ଅଭିପ୍ରାୟରେ ସମସ୍ତେ ପ୍ରାୟ ଆ, ଉତ୍ସବ ମୁଖରିତ ହେଇ ପଡ଼ିଲୁଣି, କାରଣ ଡିସେମ୍ବର 1ରୁ ପ୍ରଭୁଙ୍କର ବାକ୍ୟ ମାନେ ଶୁଣୁଅଛୁ ବଡ଼ଦିନ ସମ୍ପର୍କରେ ବା ଖ୍ରୀଷ୍ଟମାସ ସମ୍ପର୍କରେ। ଆଉ ଏଇଟା ଗୋଟେ ଖ୍ରୀଷ୍ଟମାସ ସିଜନ ବର୍ତ୍ତମାନ ଚାଲିଛି, ଯେଉଁ ସିଜନରେ ଲୋକମାନେ ସେଲିବ୍ରେସନ୍ ଆଉ ଫିଷ୍ଟିଂ କରିବା ବା ଫେଷ୍ଟିଭିଟି କରିବା, ଲାଇଟନିଂ ଡେକୋରେସନ୍, ଏ ସମସ୍ତରେ ଲୋକମାନେ ବ୍ୟସ୍ତ ରୁହନ୍ତି। ଆଉ ତେବେ ଏଇ ଯେଉଁ ପଠିତ ଶାସ୍ତ୍ରାଂଶରୁ ମାନେ ଅନେକ ପରିଚିତ, ପୁଣି ଅନେକ ଥର ମାନେ ବାକ୍ୟ ଶୁଣିଅଛୁ। ଯିଶାୟ ଭାବବାଦୀ ଯୀଶୁଖ୍ରୀଷ୍ଟଙ୍କର ଜନ୍ମିବାର 700 ବର୍ଷ ପୂର୍ବେ ସେ ଭାବବାଣୀ କହିଥିଲେ, ଯାହା ଯିଶାୟ 7:14 ଆମେ ଦେଖିଥାଉ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ସଂକ୍ରାନ୍ତୀୟ ଏକ ଭାବବାଣୀ ସେ ପ୍ରକାଶ ଅଛି। ରିମାର୍କେବଲ୍ ଚାଇଲ୍ଡ ବୋଲିକରି ବା ଗୋଟେ ଅଦ୍ଭୁତ, ଅଲୌକିକ ବା ବିଚକ୍ଷଣ ବା ଉଲ୍ଲେଖନୀୟ ବା ଅସାମଞ୍ଜସ୍ୟ ଗୋଟେ ବାଳକ, ଏପରି ଏକ ବାଳକ ଯାହାଙ୍କ ସହିତ କେବେ ମାନେ ଅନପାରାଲେଲ, ସେ କାହାରି ସହିତ ତୁଳନୀୟ ନୁହନ୍ତି, ସମତୁଲ ନୁହନ୍ତି, ତାଙ୍କ ସହିତ ତୁଳନା କରାଯାଇ ପାରିବ ନାହିଁ। ସେ ଗୋଟେ ବିଲକ୍ଷଣ ବା ବିଚକ୍ଷଣ ବା ଗୋଟେ ଉଲ୍ଲେଖନୀୟ, ଗୋଟେ ଅଲୌକିକ ସନ୍ତାନ ସେ ଅଟନ୍ତି, ଗୋଟେ ପିଲା ଅଟନ୍ତି, ଗୋଟେ ବାଳକ ଅଟନ୍ତି। ତେବେ ସେଇ ସମ୍ପର୍କରେ କିଛି କଥା କହିବା, ତଥାପି ଆମେ ଜାଣୁ ଯେ ସେ ହେଉଛନ୍ତି ସ୍ୱୟଂ ପରମେଶ୍ୱରଙ୍କର ଅଦ୍ୱିତୀୟ ପୁତ୍ର ଅଟନ୍ତି, ଯିଏ ଏଇ ପାପମୟ ଜଗତରେ ବସବାସ କରୁଥିବା ଲୋକମାନଙ୍କୁ, ପତିତ ଲୋକମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଆସିଲେ। Jesus, the very Son of God who came to this world, to the lost world, ଯୋଉ ଜଗତ ହଜି ଯାଇଛି, ଯୋଉ ଜଗତ ପତିତ ହେଇଯାଇଛି, ଯୋଉ ଜଗତକୁ ପରମେଶ୍ୱର ସୃଷ୍ଟି କରିଥିଲେ, ସୁନ୍ଦର କରି ସୃଷ୍ଟି କରିଥିଲେ, ତାହା ଅସୁନ୍ଦରରେ ପୂର୍ଣ୍ଣ ହେଇଯାଇଛି, ପାପରେ ପତିତ ହେଇଯାଇଛି, ଅନ୍ଧକାରରେ ବାସ କରୁଅଛି। ସେଥିପାଇଁ 9 ଅଧ୍ୟାୟର ପ୍ରଥମ ପଦରେ ଲେଖାଗଲା, ଯେଉଁ ଗୋଷ୍ଠୀ ଅନ୍ଧକାରରେ ପୂର୍ବେ ବାସ କଲେ ସେମାନଙ୍କ ନିମନ୍ତେ ଏକ ମହା ଆଲୋକ ଉଦିତ ହେଇଅଛି। ତ ସେ ଜ୍ୟୋତି ସ୍ୱରୂପ ହେଇକରି ଆସିଲେ, ସେ ଜ୍ୟୋତି ଅଟନ୍ତି ସ୍ୱୟଂ। ଆଉ ସୃଷ୍ଟିର ପ୍ରଥମରୁ ଆମେ ଯେତେବେଳେ ଦେଖୁଛୁ ଆଦି ପୁସ୍ତକ 1ର ତାର 2 ପଦରେ ଯେ ଚାରିଆଡେ ଅନ୍ଧକାର ବ୍ୟାପ୍ତ ଥିଲା, ଆଉ ତା ଉପରେ ଆତ୍ମା ବିଚରଣ କରୁଥିଲେ ବୋଲିକରି ଲେଖା ଅଛି। ତାପରେ ପ୍ରଭୁ ଯୀଶୁ ମାନେ ପରମେଶ୍ୱର କହିଲେ, ଦୀପ୍ତି ହେଉ, ତହିଁରେ ଦୀପ୍ତି ହେଲା। ସେ ସ୍ୱୟଂ ଦୀପ୍ତି ସେ ସୃଷ୍ଟି କରନ୍ତି, କାରଣ ସେ ନିଜେ ସେ ଦୀପ୍ତି ଅଟନ୍ତି ବା ସେ ଏକ ପ୍ରକାଣ୍ଡ ଆଲୋକ ଅଟନ୍ତି, ଜ୍ୟୋତି ଅଟନ୍ତି, ଜ୍ୟୋତିର୍ମୟ ପିତା ସେ ଅଟନ୍ତି। ତେବେ ସେଇ ପରମେଶ୍ୱର ଏକ ପାପମୟ ପତିତ ଜଗତକୁ, ଅନ୍ଧକାରମୟ ଜଗତକୁ, ଅପରାଧରେ ଜଡ଼ିତ ଜଗତକୁ ସେ ଆସିଲେ ଉଦ୍ଧାର କରିବା ନିମନ୍ତେ। ଯେଉଁମାନେ ତାହାଙ୍କୁ ଜାଣନ୍ତି ସେମାନେ ତାଙ୍କୁ ଗୌରବ ଦେବା ପାଇଁ ଆଉ ସବୁବେଳେ ଚେଷ୍ଟା କରନ୍ତି ବା ତାଙ୍କୁ ସମ୍ମାନ ଦିଅନ୍ତି, ତାଙ୍କୁ ଗୌରବ ଦିଅନ୍ତି। କିନ୍ତୁ ଜଗତ ସେ ପ୍ରକାର କରେ ନାହିଁ। ବାକ୍ୟ ଆମମାନଙ୍କୁ କୁହେ ଯୋହନ ପୁସ୍ତକରେ ଯେ ସେ ଆପଣାର ଲୋକମାନଙ୍କୁ ଆସିଲେ, କିନ୍ତୁ ସେ ଲୋକମାନେ ତାଙ୍କୁ ଚିହ୍ନି ପାରିଲେ ନାହିଁ, ଜାଣିପାରିଲେ ନାହିଁ। ଜଗତ ତାଙ୍କୁ ଚିହ୍ନିଲା ନାହିଁ, ଜଗତ ତାଙ୍କୁ ଜାଣିଲା ନାହିଁ, ଜଗତ ତାଙ୍କୁ ଜାଣିବା ପାଇଁ ଅନେକ ସମୟରେ ଚେଷ୍ଟା ମଧ୍ୟ କରିନଥାଏ। The world reacts in a different ways, and the world ignores him. ସେ ଜଗତ ତାଙ୍କୁ କ'ଣ କରେ? ଅବମାନନା କରେ, ପରିତ୍ୟାଗ କରେ, ତୁଚ୍ଛ କରେ, ଅସମ୍ମାନ କରେ। କିନ୍ତୁ ଯେଉଁମାନେ ଆମେ ଯୀଶୁଙ୍କୁ ଜାଣିଛୁ, ଆମେ ତାଙ୍କୁ ଗୌରବ ଦେବା ଆବଶ୍ୟକ, ସମ୍ମାନ ଦେବା ଆବଶ୍ୟକ। ତାଙ୍କର ସେ ମହିମା ପାଇବା ପାଇଁ ସେ ଯୋଗ୍ୟ ପରମେଶ୍ୱର ଅଟନ୍ତି। ଆଉ ଏଇ ସ୍ଥାନରେ ଆମେ ଦେଖିବାକୁ ପାରୁଛୁ ଯେ ଯୀଶୁଙ୍କର ନାମ ଦିଆଯାଇଅଛି। ତେବେ କେତୋଟି କଥା ବା ବିଶେଷ କରି 3ଟି ସତ୍ୟତା ମୁଁ ଏଥିରୁ କହିବା ପାଇଁ ଆପଣମାନଙ୍କୁ ଚାହିଁବି। There are 3 facts ବା truths that is there in this scripture. এই ସ୍ଥାନରେ ଯେଉଁ 3ଟି ରହସ୍ୟ ବା 3ଟି ନିଗୁଡ ତତ୍ଵ ଅଛି, ତାକୁ ମୁଁ ଆପଣମାନଙ୍କ ନିକଟରେ ସଂକ୍ଷିପ୍ତରେ ପ୍ରକାଶ କରିବା ପାଇଁ ଚାହିଁବି। ଯୀଶୁଙ୍କ ନାମ ବର୍ତ୍ତମାନ ଦିନମାନଙ୍କରେ ଅନେକ ଲୋକ ଅଛନ୍ତି ଯେଉଁମାନେ ବ୍ୟବହାର କରନ୍ତି, ଅପବ୍ୟବହାର କରନ୍ତି, ଲାଭର ଉପାୟ ମନେ କରନ୍ତି ଏବଂ ଯୀଶୁଙ୍କୁ ଅଗୌରବ କରନ୍ତି। କିନ୍ତୁ ଆମେ ଯେଉଁମାନେ ପ୍ରଭୁ ଯୀଶୁଙ୍କୁ ଜାଣିଛୁ,
आमे ताहांकु सम्मान देबा तांको गौरव देबा निश्चित भाव आम मानकर कर्तव्य अटे। लाभर उपाय मन करी लोक माने टंका अर्जन करती जीशुंको नाम रे, जहा ईश्वरंको निंदा अटे। ब्लास्फेमी से करती बाय यूजिंग द नेम ऑफ जीसस। तेबे जो तीनोटी सत्यता मो स्थान कहवाई चाहूँगी ताहा आमे समस्ते जानू जे एई जो बालकंकर कथा लेखागला बा एई जो शिशुंकर कथा लेखागला बा पिलार कथा लेखागला एठी लेखागला कारण आंभ मानक निमंते एक बालक जन्मी अछंती, आंभ मानकु एक पुत्र दत्त होई अछंती। दीटा कथा स्थान से आम प्रथम देखा पार्छु। तेणु प्रथम सत्यता होउछि जे एई बालक होउछंती परमेश्वरंको अनुग्रहर अवतार। ताकू जदि आम कहिबा इंग्राजी रे he is the embodiment of God's grace। एम्बोडीमेंट गोटे शब्द आम प्रयोग करुचु जहाकू इनकार्नेशन बोलिक कह जाय थाए। तो he is the embodiment of God's grace। गोटे शब्द दुई थर स्थान रे रिपीट करा जाउछि, सेटा होछि unto us बा आंभ मानंक निमंते। प्रथम कथा आंभ मानंक निमंते, तापरे आंभ मानंकु unto us इंग्राजी रे ताको unto us a son is given, unto us a child, unto us a child is given बा a son is born, a child is born and unto us a son is given। एई प्रकार भाव रे इंग्राजी रे लेखा जाए। तेबे एई जो बालक एवं पुत्र ए दीटा शब्द से व्यवहार करा जाउछि। तो नूतन नियम रे रिपीटेडली एटा को व्यवहार करा जाए। माथ्यू तार 1:21 रे, लूक तार 2:11 पदरे आमने देखा पारुछु ए समस्त कथा जे एई शब्दटी अर्थात आंटू अस बा आंभ मानंक निमंते एक बालक जन्मी अछंती, आंभ मानंक निमंते एक पुत्र दत्त होई अछंती। ए कथा लेखा अछि। काहेकि आमानकर अवस्था कौन थिला, व्हाट वी डिजर्व, आमे कौन पाइबा पाई योग्य विवेचित अटु। एफिसियो 2 तार 1-3 पद टिके पढ़ंतु। आउ जने रोमियो 3:10-23 अच्छी किंतु आमे संपूर्ण पढ़िबा नाही, किंतु गीत संहिता 9:17 पद जने पढ़ंतु। आउ जने जोहन 3:18 पद पढ़ंतु। एफिसियो 2:1-3 जने पढ़ंतु। एही संसार भाव अनुसारे पुणी आकाशमंडल राज्यर अधिपति अर्थात जो आत्मा एबे अनाज्ञ संतान मानक ठारे कार्य साधन करुअछंती ताहार इच्छा अनुसार तुम्भे माने मध्य पूर्वरे आचरण करी अपराध और पापरे मृत थिल। सेही आकाश आज्ञा संतान मानक सहित आंभे माने अनाज्ञावह संतान मान सेही आज्ञावह संतान मानक सहित आंभे माने समस्ते मध्य एक समय आंभ मानक शारीरिक अभिलाषण अनुसारे जीवन यापन करी शारीरिक और मानसिक कामना पूर्ण करिथिलु। पुणी अन्य मानक परि सुधा स्वभावतः क्रोधर पात्र थिलु। आमेन। धन्यवाद। आ जने पढ़ंतु गीत संहिता 9:17। दुष्ट माने और जो गुप्त माने परमेश्वर को पासरंती से माने समस्ते पाताल को चली जिबे। ओके, जोहन 3:18 पद। जे ताहांक ठारे विश्वास करे से विचारित हुए नहीं, जे विश्वास करे नहीं से विचारित होई सारिलाणी, कारण से ईश्वरंको अद्वितीय पुत्रंको नाम रे विश्वास करी नहीं। आमेन। ओके, एई स्थान रे माने देखिबा को पारुछु जे एक मनुष्य रो अवस्था, द कंडीशन ऑफ मैन बा द कंडीशन ऑफ द वर्ल्ड, एई संसार रो अवस्था, एई जगत रो अवस्था, लोकमानंकर अवस्था, पापमय अवस्था, अंधकारमय अवस्था, अपराध रे जड़ित हेबार अवस्था। पुणी रोमियो 3 तार 10-23 पद भी जदि आमने पढ़िबा से स्थान रे मध्य साधु पाउल संपूर्ण भाव रे से वर्णना करंती जे को प्रकार परिस्थिति रे जगत रही अछि। पुणी से कहंती जे समस्ते पाप करिसंती, पुणी ईश्वरंको महिमार उणा पड़िसंती। एई प्रकार एक अवस्था रे थिबा बेले we deserve that this
child who is an embodiment of God's grace. এই বালক এই পুত্র যে কি পরমেশ্বরଙ୍କର ଅନୁଗ୍ରହର ସନ୍ତାନ ଅଟନ୍ତି, ଅନୁଗ୍ରହ ସ୍ୱୟଂ ଅଟନ୍ତି, ସେ ଆମ୍ଭମାନଙ୍କ ନିକଟକୁ ଆସିଅଛନ୍ତି ବା ଏଇ ଜଗତକୁ ସେ ଆସିଅଛନ୍ତି। But still in this particular situation, God gave his son for us. এই প্রকার অবস্থাରେ ଯୋଉ ପ୍ରକାର ଅବସ୍ଥାର ଚିତ୍ରଣ କରାଗଲା ବା ଯୋଉ ପ୍ରକାର ଅବସ୍ଥାର ଏକ ପରିସ୍ଥିତିର ଏକ ସୁନ୍ଦର ବିବରଣୀ ଦିଆଗଲା ଏଇ ସମସ୍ତ ପଦପର୍ବ ଗୁଡ଼ିକରେ, এই ପ୍ରକାର ପରିସ୍ଥିତି ସତ୍ତ୍ୱେ ପରମେଶ୍ୱର ଯେ କି ପ୍ରେମମୟ ଅଟନ୍ତି, ଅନୁଗ୍ରହରେ ପୂର୍ଣ୍ଣ ପରମେଶ୍ୱର ଅଟନ୍ତି, ସେ କଣ କଲେ ନା ଆପଣା ପୁତ୍ରଙ୍କୁ ସେ ଦାନ କଲେ। ଏଇ ଯୋଉ ଇଂରାଜୀରେ ଆମେ ଗ୍ରେସ୍ ଶବ୍ଦଟା ଦେଖୁଛୁ, ଅନେକଙ୍କର ନାମ ମଧ୍ୟ ଦିଆଯାଇଥାଏ ଗ୍ରେସ୍ ବା ଗ୍ରେସି ଇତ୍ୟାଦି ଇତ୍ୟାଦି। GRACE ଗ୍ରେସ୍ ର ଅର୍ଥ ହଉଛି ଗଡ୍ ରିଚେସ୍ ଏଟ୍ ଖ୍ରାଇଷ୍ଟସ୍ ଏକ୍ସପେନ୍ସ ବୋଲିକରି, ଖ୍ରୀଷ୍ଟଙ୍କର ମୂଲ୍ୟରେ ପରମେଶ୍ୱର ଆମମାନଙ୍କ ନିକଟରେ ପହଞ୍ଚନ୍ତି। ଗଡ୍ ରିଚେସ୍ ଏଟ୍ ଖ୍ରାଇଷ୍ଟସ୍ ଏକ୍ସପେନ୍ସ, ଖ୍ରୀଷ୍ଟଙ୍କୁ ମୂଲ୍ୟ ଦେବାକୁ ପଡିଥିଲା ଯୋଉଥିରେ ଅନୁଗ୍ରହ ପ୍ରକାଶିତ ହେଲା। ଯୋଉଟା ମାନେ କ୍ରୁସିଫିକ୍ସନ ସମୟରେ ବା ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କର ଦୁଃଖ ଭୋଗ ସମୟରେ ଦେଖିବାକୁ ପାଇଥାଉ, କିନ୍ତୁ ଜନ୍ମ ସମୟରେ ସେଇ ମହା ଅନୁଗ୍ରହ ପ୍ରକାଶିତ ହେଲା, ଯଦ୍ୱାରା ପରମେଶ୍ୱର ଆପଣାର ପୁତ୍ରଙ୍କୁ ଆମମାନଙ୍କ ନିମନ୍ତେ ଦେଲେ। ଆଉ ସେଇଟାକୁ ହିଁ କୁହାଯାଉଛି ଯେ ଏଇ ବାଳକ ଗୋଟେ ଅବତାର, ପରମେଶ୍ୱରଙ୍କର ଅନୁଗ୍ରହର ଏକ ଅବତାର ଅଟନ୍ତି। This child who is Jesus himself is the embodiment of God's grace. ସେ ହେଉଛନ୍ତି ସେଇ ପରମେଶ୍ୱରଙ୍କର ଏକ ମହା ଅନୁଗ୍ରହ ଆମମାନଙ୍କ ପାଇଁ। ଅନୁଗ୍ରହ କାହାକୁ କୁହାଯାଏ? ଯାହା ଆମେ ପାଇବା ପାଇଁ ଯୋଗ୍ୟ ନୋହୁଁ, ସେ ପ୍ରକାର ଏକ ବିଷୟ ଯାହା ପାଇଥାଉ। ଆଉ ଗଡ୍ ରିଚେସ୍ ଆସ୍ ବା ଗଡ୍ ରିଚେସ୍ ଏଟ୍ ଖ୍ରାଇଷ୍ଟସ୍ ଏକ୍ସପେନ୍ସ, ଆଉ ସେଇଟା ହଉଛି ଗ୍ରେସ୍। ଦ୍ୱିତୀୟ କଥା କହିବି, ଯୋହନ 3:16 ଆମେ ସମସ୍ତେ ଜାଣିଛୁ, ସମସ୍ତଙ୍କର ମୁଖସ୍ଥ ଅଛି, କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ସେଇଥିରୁ ଯଦି ଆମେ ତାକୁ ବ୍ୟାଖ୍ୟା କରିବା ତାହେଲେ ଆଉ ଗୋଟେ ସମ୍ବାଦ ବା ଆଉ ଗୋଟେ ମେସେଜ ସେଥିରୁ ବାହାରିବ। ତେବେ ଏତିକି କହିବା ପାଇଁ ଚାହୁଁଛି ଯେ ଏଇ ବାଳକ ଆମମାନଙ୍କ ନିକଟକୁ ଆସିଲେ ଗୋଟେ ଅନୁଗ୍ରହର ଅବତାର ସ୍ୱରୂପେ, ସେଇଟା ମାନେ ବୁଝିବା ଦରକାର। He came to us as an embodiment of God's grace. ଦ୍ୱିତୀୟ କଥା ହଉଛି ଯେ ଏଇ ବାଳକ is the embodiment of God's glory. ସେ ପରମେଶ୍ୱରଙ୍କର ଗୌରବର ଏକ ଅବତାର ଅଟନ୍ତି। ଜିସାୟ ଏ ସ୍ଥାନରେ ତାଙ୍କୁ କହୁଛନ୍ତି ଏକ ବାଳକ ବୋଲି ଏବଂ ଏକ ପୁତ୍ର ବୋଲି ସେ ସମ୍ବୋଧନ କରୁଛନ୍ତି। ଏ ପଦରେ ଆମେ ଦେଖୁଛୁ Isaiah calls this baby, this child, ଦିଟା ଶବ୍ଦ କହୁଛନ୍ତି, ଏ ଚାଇଲ୍ଡ, ଏ ସନ୍, ଗୋଟେ ବାଳକ ଏବଂ ଗୋଟେ ପୁତ୍ର, ବା ଏକ ବାଳକ ଏକ ପୁତ୍ର ଜନ୍ମି ଅଛନ୍ତି, ଦତ୍ତ ହୋଇଅଛନ୍ତି, ଏ ପ୍ରକାର ସେ ପ୍ରକାଶ କରୁଛନ୍ତି। So the word child speaks of his humanity. ଏଇ ଯୋଉ ବାଳକ ଶବ୍ଦଟି ତାଙ୍କର ମାନବିକତାକୁ ପ୍ରକାଶ କରୁଛି ଏବଂ ପୁତ୍ର ଶବ୍ଦଟି ତାଙ୍କର ଡିଟି ବା ତାଙ୍କର ଦୈବତ୍ୱକୁ ପ୍ରକାଶ କରୁଛି। ସେଥିପାଇଁ କୁହାଯାଏ, ଆମେ ଥିଓଲୋଜିରେ ବା ପାରମାର୍ଥିକ ତତ୍ତ୍ୱରେ ପଢିଥାଉ ଯେ ଜିସସ୍ ଇଜ ଲିଟରାଲି ଦ ଗଡ୍ ମ୍ୟାନ୍, ବା ପରମେଶ୍ୱର ଏବଂ ସେ ମନୁଷ୍ୟ। 100% ସେ ଈଶ୍ୱର ଅଟନ୍ତି, 100% ସେ ମନୁଷ୍ୟ ଅଟନ୍ତି। ହି ଇଜ ଦ ଗଡ୍ ମ୍ୟାନ୍ ବୋଲିକି ଆମେ କହିଥାଉ। ଅନେକ ଲୋକମାନେ ବିଶ୍ୱାସ କରନ୍ତି ଯେ ସବୁଠାରୁ ହ୍ୱାଟ ଇଜ ଦ ଗ୍ରେଟେଷ୍ଟ ମିରାକଲ ଇନ୍ ଦ ବାଇବେଲ, ସବୁଠାରୁ ମାନେ ଅତି ବଡ଼ ବା ଅତି ମହାନ ମିରାକଲ, ଆଶ୍ଚର୍ଯ୍ୟ କର୍ମ କଣ ଅଟେ? ଅନେକ ଲୋକ କୁହନ୍ତି କ୍ରୁସିଫିକ୍ସନ, କୃଷାର୍ପଣ ହେବା ବା କୃଷରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯୋଉ ଝୁଲିଲେ ଆମ ମାନଙ୍କର ପାପ ପାଇଁ, ସେଇଟା ହଉଛି ସବୁଠାରୁ ଗୋଟେ ବଡ଼ ମିରାକଲ ବୋଲି କହନ୍ତି। ଆହୁରି ଅନେକ ଲୋକ କହନ୍ତି ରେଜୁରେକ୍ସନ, ପୁନରୁତ୍ଥାନ, ତାଙ୍କର ପୁନରୁତ୍ଥାନ ହଉଛି ସବୁଠାରୁ ବଡ଼ ମିରାକଲ। ଆଉ ଅନେକ ଲୋକ ଅଛନ୍ତି ସେମାନେ କହନ୍ତି ଯେ ପ୍ରଭୁ ଯୀଶୁ ଯୋଉ ଆଶ୍ଚର୍ଯ୍ୟ କର୍ମ ଗୁଡାକ କଲେ, ଜଳକୁ ଦ୍ରାକ୍ଷାରସ କରିଦେଲେ ଗାଲିଲିର କାନା ନଗରରେ, ସେଇଟା ଗୋଟେ ବଡ଼ ମିରାକଲ। ଅନେକ ଲୋକ କହନ୍ତି ଝଡ଼ ତୁଫାନକୁ ବନ୍ଦ କରିଦେଲେ, ସେଇଟା ଗୋଟେ ବଡ଼ ମିରାକଲ। ଆହୁରି ଅନେକ ଲୋକ ବିଶ୍ୱାସ କରନ୍ତି ଯେ 5,000 ଲୋକଙ୍କୁ ପ୍ରଭୁ ଯୀଶୁ ଯୋଉ ଖୁଏଇଲେ, ସେଇଟା ଗୋଟେ ବଡ଼ ମିରାକଲ ବୋଲିକରି ଲୋକମାନେ କହନ୍ତି। ପୁଣି ଅନେକ ସମୟରେ ଲୋକମାନେ କହନ୍ତି ତାଙ୍କର ଯୋଉ ଟ୍ରାନ୍ସଫିଗୁରେସନ ବା ସେଇ ଯୋଉ ରୂପାନ୍ତରିତ ହେଲେ, ସେଇଟା ଗୋଟେ ବଡ଼ ମିରାକଲ ବୋଲିକରି କହନ୍ତି। ଏପରି ଅନେକ
ବିସ୍ତୃତ ବର୍ଣ୍ଣନା କରାଯାଇଛି ତାଙ୍କର ଚମତ୍କାର କାର୍ଯ୍ୟ ଗୁଡାକ ସମ୍ପର୍କରେ, ତାଙ୍କର ଆଶ୍ଚର୍ଯ୍ୟ କର୍ମ ଗୁଡାକ ସମ୍ପର୍କରେ, ଯୋଉଟା ସବୁ ମିରାକଲ, ପ୍ରଭୁ ଯୀଶୁଙ୍କର ମିରାକଲ। এই সমস্ত all these are indeed great manifestation of his divine power। ତାଙ୍କର ଦିବ୍ୟ ଶକ୍ତିର ଏ ସମସ୍ତ ହଉଛି ଏକ ଅଲୌକିକ ପ୍ରକାଶନ ଗୁଡାକ। କିନ୍ତୁ ସବୁଠାରୁ the greatest miracle is the incarnation। ସେଇ ଯୋଉ ଅବତାର ନେଲେ ବା ଈଶ୍ୱର ମନୁଷ୍ୟ ହେଲେ, ସେଇଟା ହିଁ ଗୋଟେ ବଡ ମିରାକଲ ଅଟେ। The day God became a man and remained God is the greatest miracle। ଯାହା ପାଉଲ କହନ୍ତି ଫିଲିପିଓ ତାର 2 ଅଧ୍ୟାୟ 5 ପଦରୁ 8 ପଦରେ, ସେ ଈଶ୍ୱର ରୂପୀ ହେଲେ ହେଁ ଈଶ୍ୱର ବୋଲି ନିଜକୁ ଧରି ରଖିବାର ବିଷୟ ମନେ କଲେ ନାହିଁ, ବରଂ ନିଜକୁ ବା ଆପଣାକୁ ଦାସ ରୂପ ମନେ କରି ସେ ଆଉ ଦାସ୍ୟ ସ୍ୱରୂପ ହେଲେ, ବା ଗୋଟେ ଆମମାନଙ୍କ ପରି ଗୋଟେ ସାଧାରଣ ମନୁଷ୍ୟ ପରି ସେ ହେଲେ। ଟିକେ ଦୟାକରି ପଢନ୍ତୁ ଫିଲିପିଓ 2 ତାର 5 ରୁ 8 ପଦ। ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା ତୁମ୍ଭମାନଙ୍କର ସେହିପରି ମନ ହେଉ। ସେ ଈଶ୍ୱର ରୂପୀ ହେଲେ ଈଶ୍ୱରଙ୍କ ସହିତ ସମାନ ହୋଇ ରହିବା ନିଜ ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ, କିନ୍ତୁ ମନୁଷ୍ୟ ସଦୃଶ ହୋଇ ଦାସ ରୂପ ଧାରଣ କରି ଆପଣାକୁ ଶୂନ୍ୟ କଲେ। ତ ସେଇଟା ହଉଛି ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଏମ୍ପଟିନେସ୍ ବା ନିଜକୁ ଶୂନ୍ୟ କରିବାର ଥିଓରି ଗୋଟେ ବୋଲିକିରି କୁହାଯାଏ। କିନେଟିକ ଥିଓରି ବୋଲିକିରି ମଧ୍ୟ ଥିଓଲୋଜିରେ ପଢା ଯାଇଥାଏ। ବାକି ସେ ସମ୍ପର୍କରେ ମୁଁ ଏବେ ବିଶେଷ ବିଶ୍ଳେଷଣ କରିବି ନାହିଁ। ଏତିକି କହିବା ପାଇଁ ଚାହିଁବି ଯେ ସେଇ ବାଳକ, ସେଇ ଶିଶୁ, ସେଇ ପୁତ୍ର, ସେ ଈଶ୍ୱର ହେଲେ ହେ ନିଜକୁ ଈଶ୍ୱର ବୋଲି ଧରି ରଖିବାର ବିଷୟ ମନେ କଲେ ନାହିଁ, ବରଂ ସେ ମନୁଷ୍ୟ ହେଲେ, ଦାସ ରୂପ ଧାରଣ କଲେ। ସେଇଟାକୁ କୁହାଯାଏ ଦ ଗ୍ରେଟେଷ୍ଟ ମିରାକଲ ବା ଦି ଏମ୍ବଡିମେଣ୍ଟ ଅଫ ଗଡ୍ସ ଗ୍ଲୋରି। ପରମେଶ୍ୱରଙ୍କର ଯୋଉ ଗୌରବ, ପରମେଶ୍ୱରଙ୍କର ଯୋଉ ମହିମା, ପରମେଶ୍ୱରଙ୍କର ଯୋଉ ତେଜ, ପରମେଶ୍ୱରଙ୍କର ଯୋଉ ପ୍ରତାପ, ତାହା ପ୍ରକାଶ ପାଉଛି। ସେ ଗୌରବର ସନ୍ତାନ ଅଟନ୍ତି, ସେ ଗୌରବମୟ ପରମେଶ୍ୱର ଅଟନ୍ତି। ଆଉ ସେଇ ଗୌରବମୟ ପରମେଶ୍ୱର ଆଜି ସାଧାରଣ ମନୁଷ୍ୟ ରୂପରେ ସେ ଆସୁଛନ୍ତି। As the God man, Jesus was unique in several ways। କେତେକ ଉପାୟ ଅଛି, କେତେକ ବିଷୟରେ ପ୍ରଭୁ ଯୀଶୁ ବା ଏଇ ବାଳକ, ଏଇ ଗଡ୍ ମ୍ୟାନ୍ ବା ଏଇ ପୁତ୍ର, ଏଇ ଚାଇଲ୍ଡ, ଏଇ ସନ୍ ୟୁନିକ୍ ଅଟନ୍ତି, ଅଲୌକିକ ଅଟନ୍ତି। He is and he was unique in his birth। ତାଙ୍କ ଜନ୍ମରେ ତାଙ୍କର ଅଲୌକିକତା ଆମେ ଦେଖିବାକୁ ପାରୁଛୁ। ଯେଶାୟା 7:14 ଯାହା କୁହାଗଲା ଯେ ଦେଖ ଏକ କୁବାରୀ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ ଆଉ ତାହାଙ୍କ ନାମ ଇମାନୁଏଲ ଦିଆଯିବ ବୋଲିକି 700 ବର୍ଷ ପୂର୍ବରୁ ତାହା କୁହାଯାଇଥିଲା। ଆଉ ତାଙ୍କର ଜୀବନରେ ମଧ୍ୟ ସେ ଅଲୌକିକ ଅଟନ୍ତି। He is unique in his life। He was unique in his life। ଯୋହନ 1:1 ପଦ, ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେଇ ବାକ୍ୟ ଈଶ୍ୱର ଥିଲେ। ତାପରେ 14 ପଦରେ, ଯୋହନ 1:14 ପଦରେ ଲେଖାଯାଏ ଯେ ସେହି ବାକ୍ୟ ଦେହବନ୍ତ ହେଲେ ଏବଂ ମାଂସରେ ପରିପୂର୍ଣ୍ଣ ହେଲେ। ମାଂସମୟ ଏକ ଶରୀର ସେ ନେଲେ। ପୁଣି ସେ ମାଂସମୟ ଶରୀର ନେଲେ ମଧ୍ୟ, ସେ ଦେହବନ୍ତ ହେଲେ ମଧ୍ୟ ତାଙ୍କଠାରେ କୌଣସି ପାପର ଲେଶ ମାତ୍ର ନଥିଲା। He was sinless। ସେ ପାପ କଣ ଜାଣିନଥିଲେ। ପାଉଲ କହନ୍ତି କରନ୍ଥୀୟ ପୁସ୍ତକରେ, ଏବଂ ପିତର କହନ୍ତି ପ୍ରଥମ ପିତର 2:22 ପଦରେ। ଟିକେ ପଢନ୍ତୁ ପ୍ରଥମ ପିତର 2:22 ପଦ, ଯୋଉଠି ତାଙ୍କର ପାପ ଶୂନ୍ୟତା ଲେଖା ଅଛି। ସିନଲେସନେସ୍ ଅଫ ଜିସସ୍ ଖ୍ରାଇଷ୍ଟ। ପ୍ରଥମ ସେ ପିତର କୌଣସି 2:22। ପାପ କଲେ ନାହିଁ, କିମ୍ବା ତାହାଙ୍କ ମୁଖରେ କୌଣସି ଛଳ କଥା ନଥିଲା। ସେ କୌଣସି ପାପ କଲେ ନାହିଁ। ସେ ନିଷ୍ପାପୀ, ନିର୍ଦାଗ ମନୁଷ୍ୟ, ନିଷ୍କଳଙ୍କ ମନୁଷ୍ୟ। ତଥାପି ଆମମାନଙ୍କ ସକାଶେ ତାଙ୍କୁ ପାପ ସ୍ୱରୂପ କରାଗଲା। ଯେଶାୟା 53 ଅଧ୍ୟାୟରେ ଆମେ ପାଠ କରୁ ଯେ ସମ୍ପୂର୍ଣ୍ଣ ଅଧ୍ୟାୟଟି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦୁଃଖ ଭୋଗର ଏକ ପଦ୍ୟ ବା ଗୋଟେ ପୋଏଟ୍ରି ଲେଖା ଯାଇଅଛି, ଗୋଟେ କବିତା ଲେଖା ଯାଇଅଛି ଯେ ଆମମାନଙ୍କର ଅଧର୍ମ ନିମନ୍ତେ ସେ ତାଡ଼ିତ ହେଲେ, ପ୍ରହାରିତ ହେଲେ। ଆମମାନଙ୍କର ଯାତନା ସବୁ ତାହାଙ୍କ ଉପରେ ଦିଆଗଲା। ଆମମାନଙ୍କ ନିମନ୍ତେ ସେ ଅଧାର୍ମିକ ମାନଙ୍କ ସହିତ ଗଣିତ ହେଲେ। ଏ ସମସ୍ତ କଥା ସେ ସ୍ଥାନରେ ଲେଖା ଅଛି।
तो he is unique in his birth and he is unique in his life. तापरे he is unique in his death. He was unique in his death. तांको मृत्यु रे मध्य से अलौकिक थिले केमिति द्वितीय कोरिन्थीय 5 ର 21 पद टिके पढନ୍ତୁ। ଆଉ ଜଣେ ଯୋହନ 10 ର 18 ପଦ ପଢନ୍ତୁ। ଯାହାଙ୍କଠାରେ ପାପର ଲେଶ ମାତ୍ର ନଥିଲା ତାହାଙ୍କ ସେ ଆମ୍ଭମାନଙ୍କ ନିମନ୍ତେ ପାପ ସ୍ୱରୂପ କଲେ, ଯେପରି ଆମ୍ଭେମାନେ ତାହାଙ୍କ ଦ୍ୱାରା ଈଶ୍ୱରଙ୍କର ଧାର୍ମିକତା ସ୍ୱରୂପ ହେଉ। ଆମେ ଯୋହନ 10 ର 18 କେହି ମୋ ଠାରୁ ତାହା ନେଇଯାଇ ନାହିଁ, ହୁଁ। ମାତ୍ର ମୁଁ ଆପେ ତାହା ଦାନ କରେ। ତାହା ଦାନ କରିବାକୁ ମୋହର ଅଧିକାର ଅଛି ଓ ତାହା ପୁନର୍ବାର ଗ୍ରହଣ କରିବାକୁ ମୋହର ଅଧିକାର ଅଛି। ମୁଁ ମୋହର ପିତାଙ୍କ ଠାରୁ ଏହି ଆଜ୍ଞା ପାଇଅଛି। ଆମେନ୍। Praise the Lord. Hallelujah. ସେ ତାଙ୍କର ମୃତ୍ୟୁରେ କେମିତି ଅଲୌକିକତା, ତାଙ୍କର ୟୁନିକନେସ୍ ଆମେ କେମିତି ଦେଖିବାକୁ ପାରୁଛୁ। ଦେଖନ୍ତୁ, ଅନ୍ୟାନ୍ୟ ସମ୍ପ୍ରଦାୟର ଲୋକମାନେ, ଅନ୍ୟାନ୍ୟ ଧର୍ମର ଲୋକମାନେ କହନ୍ତି ଯେ ସେ ଯଦି ଈଶ୍ୱର ହୁଅନ୍ତି ତାହେଲେ ସେ ମରିବେ ନାହିଁ। If he is God, then he will not die. He wouldn't have died. ସେ ନିଶ୍ଚିତ ଭାବରେ ସେ ନିତାନ୍ତ ଭାବେ ମରିବେ ନାହିଁ। କିନ୍ତୁ ପ୍ରଭୁ ଯୀଶୁ କଣ କହିଲେ, ଯେତେବେଳେ ଲାଜାର ପୀଡ଼ିତ ଥିଲେ ବା ଲାଜାର ମରି ଯାଇଥିଲେ, ମାର୍ଥା ଏବଂ ମରିୟମଙ୍କୁ ସେ କହୁଛନ୍ତି ଯୋହନ ପୁସ୍ତକରେ ଆମେ ଯାହା ଜାଣୁ 11 ଅଧ୍ୟାୟରେ ଯେ ମୁଁ ହେଉଛି ପୁନରୁତ୍ଥାନ ଓ ଜୀବନ, ମୋ ଠାରେ ଯେ ବିଶ୍ୱାସ କରେ ସେ ଯଦ୍ୟପି ମରେ ତଥାପି ସେ ବଞ୍ଚିବ। ଆଉ ମୃତ୍ୟୁ ସମ୍ପର୍କରେ ତ ଅନେକ କଥା ଲେଖା ଅଛି ଯେ ମୃତ୍ୟୁ ତାଙ୍କୁ କେବେ ଧରି ରଖିପାରିବ ନାହିଁ। ସେ ମୃତ୍ୟୁର ନାହୁଡକୁ ଭାଙ୍ଗି ଉଠନ୍ତି। ମୃତ୍ୟୁରେ ସେ ବନ୍ଦୀ ଆତ୍ମା ମାନଙ୍କ ନିକଟକୁ ପ୍ରଚାର କରିବା ନିମନ୍ତେ ଯାଇଅଛନ୍ତି ବା ଯାଇଥିଲେ ବୋଲି ମଧ୍ୟ ପିତର ସେ ଟେଷ୍ଟିମନି ଦିଅନ୍ତି। ତେବେ ମୃତ୍ୟୁର ଚାବିକାଠି ତାଙ୍କ ପାଖରେ ଅଛି। ପ୍ରକାଶିତ 1 ର 18 ପଦରେ ମଧ୍ୟ ଲେଖା ଅଛି ଯେ ମୃତ୍ୟୁର ଚାବିକାଠି ତାଙ୍କ ପାଖରେ ଅଛି। ମୃତ୍ୟୁ ଆମମାନଙ୍କ ପାଇଁ ସମସ୍ତଙ୍କ ପାଇଁ ଗୋଟେ ଭୟର ବିଷୟ। ମୁଁ ମରିଗଲେ କଣ ହବ, ମୋର ପିଲାମାନଙ୍କର କଣ ହବ, ମୋର ସମ୍ପତ୍ତିର କଣ ହବ, ମୋର ଘର ବାଡିର କଣ ହବ। ମୃତ୍ୟୁ ପାଇଁ ଆମେ ସମସ୍ତେ ଭୟ କରିଥାଉ, କିନ୍ତୁ ମୃତ୍ୟୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନିମନ୍ତେ ଏକ ୟୁନିକ୍ ବିଷୟ ଥିଲା, ଗୋଟେ ଅଲୌକିକ ବିଷୟ ଥିଲା। ସେ କୌଣସି ପାପ କଲେ ନାହିଁ, ମୃତ୍ୟୁ ଦଣ୍ଡ ଯୋଗ୍ୟ କୌଣସି ଅପରାଧ ସେ କଲେ ନାହିଁ। ପିଲାତ ହେରୋଦ କୌଣସି ଅପରାଧ ପାଇଲେ ନାହିଁ, ତଥାପି ପିଲାତ ହାତ ଧୋଇଦେଲେ ଏବଂ ଲୋକମାନଙ୍କର ଦାବି ହେତୁ ସେ ତାଙ୍କୁ ସମର୍ପଣ କଲେ କୃଷାର୍ପିତ ହେବା ନିମନ୍ତେ ଏବଂ ମୃତ୍ୟୁ ଦଣ୍ଡ ପାଇବା ନିମନ୍ତେ। କିନ୍ତୁ ସେଭଳି କୌଣସି ଅପରାଧ ସେମାନେ ପାଇଲେ ନାହିଁ, ଦୋଷ ସେମାନେ ପାଇଲେ ନାହିଁ ପ୍ରଭୁ ଯୀଶୁଙ୍କ ଠାରୁ, କାରଣ ସେ ପାପ କଣ ତାହା ଜାଣନ୍ତି ନାହିଁ। ପାପର ଲେଶ ମାତ୍ର ତାଙ୍କ ପାଖରେ ନଥିଲା। He knew no sin and he committed no sin. କିନ୍ତୁ ପାପୀ ମାନଙ୍କୁ ଉଦ୍ଧାର କରିବା ନିମନ୍ତେ ତାଙ୍କୁ ପାପ ସ୍ୱରୂପ ବା ପାପୀ ସ୍ୱରୂପ ହେବାକୁ ପଡିଲା। ଜଣେ ପବିତ୍ର ପୁରୁଷଙ୍କୁ, ଜଣେ ପବିତ୍ର ବ୍ୟକ୍ତିଙ୍କୁ, ଜଣେ ପବିତ୍ର ପରମେଶ୍ୱରଙ୍କୁ ପବିତ୍ର ମନୁଷ୍ୟ ହୋଇ ଜଗତକୁ ଆସିବାକୁ ପଡିଲା। ଆଉ ସେଇଟା ହିଁ ହେଉଛି ଦ ଗ୍ରେଟେଷ୍ଟ ମିରାକଲ ଇନ୍ ଦ ୟୁନିଭର୍ସ। ତାପରେ ତାଙ୍କର ରେଜୁରେକ୍ସନ ହେଉଛି ଏକ ଅଲୌକିକ ବିଷୟ। ହିଜ ରେଜୁରେକ୍ସନ ୱାଜ ୟୁନିକ୍। ମାଥ୍ୟୁ 28 1 ରୁ 8 ମୁଁ ପଢିବା ପାଇଁ କହିବି ନାହିଁ, ପୁଣି ରୋମିଓ 4 ର 25 ରେ ମଧ୍ୟ ତାହା ଆପଣ ପାଇପାରିବେ। ତେବେ ଏଇ ପ୍ରଭୁ ଯୀଶୁଙ୍କ ଭଳି ସନ୍ତାନ, ପ୍ରଭୁ ଯୀଶୁଙ୍କ ଭଳି ପୁତ୍ର, ପ୍ରଭୁ ଯୀଶୁଙ୍କ ଭଳି ବାଳକ କେହି ନଥିଲେ ଆଉ କେହି ନଥିବେ ଏବଂ କେହି ଆସିବେ ନାହିଁ। There is never been anyone like him and there never will be again anyone like him. ସେଇଥିପାଇଁ କୁହାଗଲା ଯେ he is the embodiment of God's glory. ପରମେଶ୍ୱରଙ୍କର ଗୌରବର ସେ ହେଉଛନ୍ତି ଗୋଟେ ଅବତାର। ସମସ୍ତ ଶୋଭା, ସମସ୍ତ ପ୍ରତାପ, ସମସ୍ତ ଗୌରବ, ସମସ୍ତ ମହିମା କର୍ତ୍ତାପଣ କେବଳ ତାହାଙ୍କ ଠାରେ ଆମେ ଦେଖିବାକୁ ପାରିଲୁ। ଯେ ତାହାଙ୍କର ନାମ ଗୁଡାକ ବିଷୟରେ ମୁଁ କହିବି ପରେ। ତାହାଙ୍କ କର୍ତ୍ତୃତ୍ୱ ବୃଦ୍ଧି ଓ ଶାନ୍ତିର ସୀମା ରହିବ ନାହିଁ। ଆଉ ସେ ଦାଉଦଙ୍କର ସିଂହାସନରେ ଓ ତାହାଙ୍କର ରାଜ୍ୟରେ ଉପବିଷ୍ଟ ହୋଇ ନ୍ୟାୟ ବିଚାର ଓ ଧାର୍ମିକତାରେ ଏହି କ୍ଷଣ ଠାରୁ ଅନନ୍ତ କାଳ ପର୍ଯ୍ୟନ୍ତ ତାହା ସୁସ୍ଥିର ଓ ସୁଦୃଢ କରିବେ। ଏ ସମସ୍ତ ଏକ୍ସପ୍ଲାନେସନ କଲେ ଆହୁରି ଗୋଟେ ସମ୍ବାଦ ବାହାରିବ, ତେଣୁ ମୁଁ ତାକୁ ବିଶ୍ଳେଷଣ କରିବି ନାହିଁ। ବଟ୍ ଏତିକି କହିବା ପାଇଁ ଚାହିଁବି ଯେ ତାହାଙ୍କ ଉପରେ ସମସ୍ତ ଶାସନ ଭାର, ତାହାଙ୍କ ଉପରେ ସମସ୍ତ କର୍ତ୍ତୃତ୍ୱ ଭାର ଦିଆଯାଇଅଛି। ଆଉ ତାହାଙ୍କର ସେ ଗୌରବ, ପରମେଶ୍ୱରଙ୍କର ଗୌରବର ସେ ହେଉଛନ୍ତି ଗୋଟେ ଅବତାର। ତୃତୀୟ ବିଷୟ କହିବି, ଏଇ ବାଳକଙ୍କର ଅବତାର, ସେ ପରମେଶ୍ୱରଙ୍କର ମହାନତାର ଗୋଟେ ଅବତାର ଅଟନ୍ତି। He is the embodiment of God's greatness.
ପରମେଶ୍ୱରଙ୍କର ଯୋଉ ମହାନତା, ପରମେଶ୍ୱରଙ୍କର ଯୋଉ ଅସୀମତା, ତାର ମଧ୍ୟ ସେ ଗୋଟେ ଅବତାର ଅଟନ୍ତି। ଯିଶାୟ ଆମମାନଙ୍କୁ କହୁଛନ୍ତି କେତୋଟି ନାମ ବା ପ୍ରଭୁ ଯୀଶୁଙ୍କର ଯୋଉ ନାମ ଅଛି ବା ବାଳକଙ୍କର ନାମ ଅଛି, ଏଇ ପୁତ୍ରଙ୍କର ନାମ ଅଛି। Isaiah tells us that this child will have a name. ଆମ ସମସ୍ତଙ୍କର ନାମ ଅଛି। କାର କାର 2ଟା ନାମ, କାର କାର 3ଟା ନାମ, କାର କାର 5ଟା ନାମ, 6ଟା ନାମ ଅଛି। କିନ୍ତୁ ସମଗ୍ର ବାଇବେଲରେ ଯଦି ଆମେ ଦେଖିବା, ଆପଣ ମାନେ ମତେ ପଚାରନ୍ତୁ ନାହିଁ କଣ କଣ ସେ ନାମ, ଆପଣ ମାନେ ନିଜେ ଖୋଜିକିରି ବାହାର କରିବେ। 256ଟା ନାମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବାଇବେଲରେ ରେକର୍ଡ କରାଯାଇଅଛି। The Bible gives him at least 256 names, different names. ଅଳ୍ପ କେତୋଟି ପ୍ରାୟ 10-12ଟା ହିଁ ଅନେକ ସମୟରେ ପାରମାର୍ଥିକ ତତ୍ତ୍ୱ କ୍ଲାସ ଗୁଡାକରେ ଶିକ୍ଷା ଦିଆଯାଇଥାଏ। ମୋର ଗୋଟେ ବହି ଯାହା ଲେଖା ଅଛି ହୁ ଇଜ ଗଡ୍, ସେଠି ମୁଁ ପରମେଶ୍ୱରଙ୍କର କେତୋଟି ନାମ ଲେଖିଛି। ହୁଏତ ଯୋଉମାନେ ସେ ବହି ପାଇଛନ୍ତି ସେଠି ପଢିଛନ୍ତି, କିନ୍ତୁ ପ୍ରଭୁ ଯୀଶୁଙ୍କର 256ଟା ନାମ ଅଛି। And he is the embodiment of God's greatness. ତେବେ ଏଇ ଗୋଟିଏ ନାମ ଦ୍ୱାରା ଲୋକେ ତାଙ୍କୁ ସନ୍ତୁଷ୍ଟ ହେଇପାରିବେ ନାହିଁ। ସେଥିପାଇଁ ଅନେକ ନାମ ତାଙ୍କର ମହାନତାକୁ ପ୍ରକାଶ କରିବା ପାଇଁ, ତାଙ୍କର ଗୌରବକୁ ପ୍ରକାଶ କରିବା ପାଇଁ ଆଉ ଦିଆଯାଇଅଛି। ଯେମିତି ଗୋଟେ ଡାଇମଣ୍ଡକୁ, ଗୋଟେ ହୀରାକୁ ଯଦି ଆମେ କଣ କରିବା ନା ପରିଷ୍କାର କରିବା, ଏକ୍ସାମିନ କରିବା, ପରୀକ୍ଷା କରିବା ଏବଂ ପରିଷ୍କାର କରିବା, ତେବେ କଣ ହବ ନା ପ୍ରତ୍ୟେକ ସମୟରେ ତାର ଚମକଟା, ଯେ ଚମକ ଆହୁରି ଚମକି ଚମକିକିରି ବାହାରିବ। ଠିକ ସେମିତି ଜିସସ୍ ଇଜ ଲାଇକ୍ ଏ ଡାଇମଣ୍ଡ ଅର୍ ମୋର ଦାନ୍ ଏ ଡାଇମଣ୍ଡ। ଆମେ ଡିଫାଇନ କରିପାରିବା ନାହିଁ କି ଡିଜାଇନ କରିପାରିବା ନାହିଁ। ତାଙ୍କର ଅସୀମତା, ତାଙ୍କର ମହାନତା, ତାଙ୍କର ପ୍ରତାପ, ତାଙ୍କର ଗୌରବ ଏତେ ସ୍ୱଭାବମୟ ଯେ ତାକୁ ଅବର୍ଣ୍ଣନୀୟ, ଅତୁଳନୀୟ, ଅକଥନୀୟ ବୋଲିକିରି କୁହାଯାଇଥାଏ। ସବୁବେଳେ we would see a new facet of his character and his glory. ତାଙ୍କର ସ୍ୱଭାବର, ତାଙ୍କର ଗୌରବର ଗୋଟେ ନୂଆ ନୂଆ ପରିପ୍ରେକ୍ଷୀ ଆମେ ପାଇବା। ଯେତେବେଳେ ଆମେ ସ୍ୱର୍ଗକୁ ଗୃହୀତ ହେବା, ସେତେବେଳେ he will reveal a new name to us. ଗୋଟେ ୟୁନିକ୍ ନେମ୍ ସେ ଆମମାନଙ୍କୁ ଦେବେ। ପ୍ରକାଶିତ 2:17 ପଦ ଟିକେ ପଢନ୍ତୁ। 2:17 ପଦ, ପ୍ରକାଶିତ ପୁସ୍ତକ 2:17। ମଣ୍ଡଳୀ ଗୁଡ଼ିକୁ ଆତ୍ମା କଣ କହନ୍ତି? ଯାହାର କର୍ଣ୍ଣ ଅଛି ସେ ତାହା ଶୁଣୁ। ଯେ ଜୟ କରେ ତାହାକୁ ଆମ୍ଭେ ଗୁପ୍ତ ମନା ଦେବୁ। ପୁଣି ଯେଉଁ ନାମ ଗ୍ରହଣକର୍ତ୍ତା ବିନା ଅନ୍ୟ କେହି ଜାଣେ ନାହିଁ, ଏପରି ନୂତନ ନାମ ଲିଖିତ ଏକ ଶ୍ୱେତବସ୍ତ୍ର ତାହାଙ୍କୁ ଦେବୁ। ଏଇ ନାମ ଦିଆଯିବ ସ୍ୱର୍ଗରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ। ହାଲେଲୁୟା। ଆଉ ସେ ନାମ ଏବେ ପର୍ଯ୍ୟନ୍ତ ରିଭିଲ କରାଯାଇ ନାହିଁ, କିନ୍ତୁ ବାଇବେଲରେ ପ୍ରାୟ 256ଟି ନାମ ରିଭିଲ କରାଯାଇଅଛି। ଅନେକ ନାମରେ ସେ ନାମାଙ୍କିତ ଅଟନ୍ତି, ଯୋଉ ନାମ ତାଙ୍କୁ ଗୌରବ ଦିଏ, ଯୋଉ ନାମ ତାଙ୍କୁ ମହିମା ଦିଏ। ଆମେ ମଧ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଅନେକ ସମୟରେ ପ୍ରାର୍ଥନାରେ, ଆମମାନଙ୍କର ଆରାଧନାରେ ଆମେ ତାଙ୍କୁ ଗୌରବ ଦଉଛୁ। ଅନେକ ସମୟରେ ନାମର ମହତ୍ଵ ଗୁଡାକ ରହିଛି, ନାମର ବିଶେଷତ୍ୱତା ରହିଛି, ପ୍ରତ୍ୟେକ ନାମର ଅର୍ଥ ଅଛି। ସେମିତି ଯିଶାୟ ମଧ୍ୟ ସ୍ଥାନରେ ଆମମାନଙ୍କୁ କେତୋଟି ନାମ ଦଉଛନ୍ତି। ଆସନ୍ତୁ କଣ କଣ ନାମ ସେ ଦେଇଛନ୍ତି ଏଇ ବାଳକଙ୍କୁ, ଏଇ ପୁତ୍ରଙ୍କୁ, ସେଟା ଦେଖିବା। ପ୍ରଥମ ହଉଛି ଆଶ୍ଚର୍ଯ୍ୟ। କେତୋଟି ଓଡିଆ ବାଇବେଲରେ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ଏ 2ଟା ଶବ୍ଦକୁ ଗୋଟିଏ ଶବ୍ଦରେ ବ୍ୟବହାର କରାଯାଇଛି। ଆଉ କୋଉ କୋଉ ବାଇବେଲରେ ଲେଖା ଅଛି ଆଶ୍ଚର୍ଯ୍ୟ ପରେ କମା ଅଛି, ତାପରେ ମନ୍ତ୍ରୀ ଶବ୍ଦରେ ମଧ୍ୟ ଗୋଟେ କମା ଅଛି। ତେବେ ତାକୁ ମୁଁ ସେ ସମସ୍ତ ବିଷୟ ଆଡକୁ ଆମେ ଯିବା ନାହିଁ। ଯାହା ହଉ ଆମେ ଏତିକି ଦେଖିବା ଯେ ତାହାଙ୍କ ନାମ ହଉଛି ୱାଣ୍ଡରଫୁଲ, ଯାହାକୁ କୁହାଯାଏ। ଏଇ ଆଶ୍ଚର୍ଯ୍ୟ ଯୋଉଟା ଆମେ କହୁଛୁ, ଏଇ ଆଶ୍ଚର୍ଯ୍ୟ ଶବ୍ଦର ଅର୍ଥ ହଉଛି ସୁପର ନ୍ୟାଚୁରାଲ ବା ଏକ୍ସଟ୍ରା ଅର୍ଡିନାରୀ, ଯାହାକୁ କୁହାଯାଇଥାଏ। ବିଚାରକର୍ତ୍ତା 13:18 ପଦ ଟିକେ ପଢନ୍ତୁ। ବିଚାରକର୍ତ୍ତା 13 ପର୍ବର 18 ପଦ। ତାହାଙ୍କ ସମତୁଲ୍ୟ ଆଉ କୌଣସି ବିଷୟ ନାହିଁ, ଏଇ ନାମର ତୁଳନା ଆଉ କାହା ସାଙ୍ଗରେ କରାଯାଇ ପାରିବ ନାହିଁ। ଏକ ଅତୁଳନୀୟ ନାମ, ଏକ ଅଲୌକିକ ନାମ, ଏକ ଆଶ୍ଚର୍ଯ୍ୟପୂର୍ଣ୍ଣ ନାମ ଅଟେ ପ୍ରଭୁ ଯୀଶୁଙ୍କର। ତେଣୁ ଆଶ୍ଚର୍ଯ୍ୟ ନାମ ତାଙ୍କୁ ଦତ୍ତ ହେଇଛି। ତହିଁରେ ସଦାପ୍ରଭୁଙ୍କ ଦୂତ ତାହାଙ୍କୁ କହିଲେ,
ତୁମ୍ଭେ ହୁଁ ଆମ ନାମ କାହିଁକି ପଚାରୁଅଛ? ହୁଁ ତାହା ତ ଆଶ୍ଚର୍ଯ୍ୟ। ହୁଁ ସଦାପ୍ରଭୁଙ୍କର ନାମ ଆଶ୍ଚର୍ଯ୍ୟ, ସେଇଟା କିଏ ପଚାରି ପାରିବେ ନାହିଁ। ମାନେ ଆମେ ସେଇ ନାମର ଅର୍ଥକୁ ବାହାର କରିବା ପାଇଁ ଗଲେ ଅନେକ କିଛି ଆମେ ଦେଖୁଛୁ ବାଇବେଲରେ, କିନ୍ତୁ ସେ ନିଜେ ଦୂତ ତାଙ୍କୁ କହୁଛନ୍ତି କାହିଁକି ପଚାରୁଛ ମତେ, ଆମର ନାମ ତ ଆଶ୍ଚର୍ଯ୍ୟ। ସେ ହଉଛନ୍ତି ଗୋଟେ ମିରାକଲ ମ୍ୟାନ। ସେ ଆମର ଚିନ୍ତାର ବାହାରେ, ଆମର କଳ୍ପନାର ବାହାରେ। ହି ଇଜ ସୋ ଫାର ବିୟଣ୍ଡ ଆୱାର ଲେଭେଲ ଅଫ କମ୍ପ୍ରେହେନ୍ସନ that we can never figure him out. ଆମେ ତାଙ୍କୁ ଫିଗର ଆଉଟ୍ କରିପାରିବା ନାହିଁ। ତଥାପି he can be known to us as a child. Praise the Lord. Hallelujah. ସେ ଏକ ଅତୁଳନୀୟ, ଅବର୍ଣ୍ଣନୀୟ, ଅକଥନୀୟ ତାଙ୍କର ନାମ, ଆଶ୍ଚର୍ଯ୍ୟ ନାମ। ସେ ନାମ କେହି ମାନେ ଖୋଜି ପାଇପାରିବେ ନାହିଁ ସେ ପ୍ରକାର ନାମ, କିନ୍ତୁ ସେ ନାମ ଆମମାନଙ୍କୁ ରିଭିଲ କରାଯାଇଅଛି, ଆମମାନଙ୍କୁ ଦତ୍ତ ହେଇଛି, ଆମମାନଙ୍କୁ ଦିଆଯାଇଅଛି। କେତେ ସୌଭାଗ୍ୟବାନ ଆମେ ସମସ୍ତେ ଯେ ତାଙ୍କର ନାମକୁ ଆମେ ଜାଣୁଛୁ। ଆଉ ଯୋଉ ନାମରେ ଅନ୍ଧ ଦେଖୁଛି, ଯୋଉ ନାମରେ ଖଞ୍ଜ ଚାଲୁଛି, ଯୋଉ ନାମରେ ମୃତ ବ୍ୟକ୍ତି ବାହାରି ଆସୁଛି, ଯୋଉ ଛଡା ଯାଉଛି, ଆଜି ସେ ନାମ ଆମମାନଙ୍କର ଅଧିକାର ସ୍ୱରୂପେ ଦିଆଯାଇଅଛି। କିନ୍ତୁ ଅନେକ ଲୋକ ଅଛନ୍ତି ଏଇ ନାମକୁ ମିସ୍ ଏପ୍ରୋପ୍ରିଏଟ କରୁଛନ୍ତି, ମିସ୍ ବିହେଭିୟର କରୁଛନ୍ତି, ମାନେ ପରମେଶ୍ୱରଙ୍କର ନିନ୍ଦା କରୁଛନ୍ତି ଏ ନାମକୁ ନେଇକି। ଉଚିତ ମତେ ସମ୍ମାନସ୍ପଦ ଭାବରେ, ଗୌରବପୂର୍ଣ୍ଣ ଭାବରେ ଏ ନାମକୁ ବ୍ୟବହାର କରାଯିବା ଉଚିତ। କିନ୍ତୁ ଅନେକ ଅଛନ୍ତି, ଦୁଃଖର ବିଷୟ, ଅନେକ ପ୍ରଭୁଙ୍କର ଦାସ ଦାସୀ ମାନେ ଅଛନ୍ତି, ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ଅଛନ୍ତି ଯେଉଁମାନେ ଏ ନାମକୁ ଅବମାନନା କରୁଛନ୍ତି, ଅପମାନ କରୁଛନ୍ତି, ଅସମ୍ମାନ କରୁଛନ୍ତି, ଅଗୌରବ କରୁଛନ୍ତି। କିନ୍ତୁ ଏ ନାମ ଗୌରବ ପାଇବା ଯୋଗ୍ୟ ନାମ ଅଟେ। ଆଉ ଏ ନାମ ଆମମାନଙ୍କୁ ରିଭିଲ କରାଯାଇଅଛନ୍ତି। Yet he can be known by a little child. ଗୋଟେ ଶିଶୁ ଭାବରେ, ଗୋଟେ ବାଳକ ଭାବରେ, ଗୋଟେ ପୁତ୍ର ଭାବରେ ସେ ଆମମାନଙ୍କ ନିକଟରେ ପ୍ରକାଶିତ ହଉଛନ୍ତି। He is wonderful. କୋଉ କୋଉ ବିଷୟରେ ସେ ୱାଣ୍ଡରଫୁଲ ଅଟନ୍ତି, କୋଉ କୋଉ ଏରିଆରେ ସେ ଆଶ୍ଚର୍ଯ୍ୟ ଅଟନ୍ତି ନା, he is wonderful in his word. ତାଙ୍କର ବାକ୍ୟରେ ସେ ଆଶ୍ଚର୍ଯ୍ୟ ଅଟନ୍ତି। He is wonderful in his works. ତାଙ୍କର କାର୍ଯ୍ୟ ଗୁଡ଼ିକରେ ସେ ଆଶ୍ଚର୍ଯ୍ୟ ଅଟନ୍ତି। And he is wonderful in his ways. ତାଙ୍କର ପଥରେ ସେ ଆଶ୍ଚର୍ଯ୍ୟ ଅଟନ୍ତି। He is wonderful in his worship. ଆରାଧନାରେ ମଧ୍ୟ ସେ ଆଶ୍ଚର୍ଯ୍ୟ ଅଟନ୍ତି। ତେଣୁକରି ଆଉ ଅନେକ ବିଷୟ ଯଦି ଆମେ ଦେଖିବା, ସବୁ ବିଷୟରେ ସେ ଆଶ୍ଚର୍ଯ୍ୟ ଅଟନ୍ତି। ତାଙ୍କର ନାମ ହଉଛି ଆଶ୍ଚର୍ଯ୍ୟ, ସେଥିପାଇଁ ଦିଆଗଲା। ତାପରେ କୁହାଯାଉଛି କାଉନସିଲର। ଏଠି ମନ୍ତ୍ରୀ ଶବ୍ଦଟାକୁ କାଉନସିଲର ଭାବରେ ଲେଖାଯାଇଛି। ଆମେ କାଉନସିଲର କହିଲେ ପରାମର୍ଶଦାତା, ଉପଦେଷ୍ଟା ବୋଲିକରି ଆମେ କହିଥାଉ। This word means to advise, counsel, or to devise a plan. ଗୋଟେ ସଂକଳ୍ପ କରିବା ନିମନ୍ତେ ଯାହା ଯୋଜନା କରାଯାଇଥାଏ, ଗୋଟେ ପର୍ପୋଜ ଯାହା କରାଯାଇଥାଏ, ଏଇଟା ତାଙ୍କର କଣ ନା, it refers to his role as the leader and guiding force of our lives. ଆମ ଜୀବନର ଗୋଟେ ଗାଇଡିଂ ଫୋର୍ସ ଭାବରେ ଏ ନାମକୁ ବ୍ୟବହାର କରାଯାଇଥାଏ। କେହି ଜଣେ ପଢନ୍ତୁ ଗୀତ ସଂହିତା 37:23 ପଦ। Psalm 37:23। ସଦାପ୍ରଭୁଙ୍କ ଦ୍ୱାରା ମନୁଷ୍ୟର ଗତି ସ୍ଥିରୀକୃତ ହୁଏ ଓ ସେ ତାହାର ପଥରେ ସନ୍ତୁଷ୍ଟ ହୁଅନ୍ତି। ଆମେନ୍। ଆମେନ୍, ଧନ୍ୟବାଦ। ଆମମାନଙ୍କର ସେ ଗୋଟେ ଗାଇଡିଂ ଫୋର୍ସ, ଆମମାନଙ୍କର ପଥକୁ ସେ ସ୍ଥିରୀକୃତ କରନ୍ତି, ସୁଦୃଢ କରନ୍ତି, ସୁନ୍ଦର କରନ୍ତି, ଶୋଭାମୟ କରନ୍ତି ଯଦି ଆମେ ତାଙ୍କ ପଥରେ ଚାଲୁ। ସେଇ ହେଉଛନ୍ତି ପରାମର୍ଶଦାତା। ତାପରେ କାଉନସିଲର କହିଲେ, ଆଉ ଅନେକ ସମୟରେ ମ୍ୟାରେଜ କାଉନସିଲିଂ ଅଛି, ପ୍ରି ମ୍ୟାରିଟାଲ କାଉନସିଲିଂ ଅଛି, ଆଫ୍ଟର ମ୍ୟାରେଜ ମଧ୍ୟ ଯୋଉ ସମୟରେ ସମସ୍ୟା ହୁଏ ପରିବାର ଗୁଡ଼ିକରେ, ସେଥିପାଇଁ ପରାମର୍ଶଦାତା ମାନେ ଅଛନ୍ତି, ଯୋଉମାନେ ବେଙ୍ଗଲୁରୁ ସହର ପର୍ଯ୍ୟନ୍ତ, ମୁମ୍ବାଇ ସହର ପର୍ଯ୍ୟନ୍ତ ଯାଆନ୍ତି କାଉନସିଲର ମାନଙ୍କ ସାଙ୍ଗରେ କନସଲ୍ଟ କରିବା ପାଇଁ, ଫ୍ୟାମିଲିକୁ କେମିତି ରେଷ୍ଟୋର କରାଯିବ, ଫ୍ୟାମିଲି ପରିବାରକୁ ବା ପାରିବାରିକ ସମସ୍ୟାକୁ ସମାଧାନ କରିବା ପାଇଁ। କିନ୍ତୁ ଆମମାନଙ୍କର ପାଖରେ ଏକ ଅଦୃଶ୍ୟ ପରମେଶ୍ୱର ଅଟନ୍ତି, ଯେ କି ଇମାନୁଏଲ ପରମେଶ୍ୱର ଅଟନ୍ତି, ଆମମାନଙ୍କର ସହିତ ରହିବା ପରମେଶ୍ୱର ଅଟନ୍ତି। ଆଉ ତାଙ୍କର ପବିତ୍ର ଆତ୍ମାକୁ ସେ ଆମମାନଙ୍କ ଠାରେ ଅବସ୍ଥାନ କରେଇଛନ୍ତି, ଯେ କି ସଦା ସର୍ବଦା ଆମମାନଙ୍କର ସହିତ ରହିବେ। ସେଥିପାଇଁ ସେ କହିଲେ, ମୁଁ ନ ଗଲେ ତୁମମାନଙ୍କ ନିମନ୍ତେ ପବିତ୍ର ଆତ୍ମାଙ୍କୁ ପ୍ରେରଣ କରିପାରିବି ନାହିଁ, ତ ମୁଁ ଗଲେ ପଠେଇବି, ଯେ ତୁମମାନଙ୍କର ସାହାଯ୍ୟକାରୀ ତୁମମାନଙ୍କର ସହିତ ରହିବେ, ତୁମମାନଙ୍କୁ ପଥ କଢେଇ ନେବେ।
उचित मार्ग रे से कढ़ई नेबे पापर बोध से तुमको देबे ही विल गिव यू द कन्विक्शन ऑफ सिन आ केमिति पथरे चालिबाको हबो ताहा से निर्देशना देबे ही विल गाइड यू ही विल लीड यू रोमियो 8:28 रे मध्ये लेखा अछि तेबे से होछंती परामर्शदाता बा मंत्री उपदेष्टा काउंसलर तापरे आ गोटे नाम व्यवहार करा जायछि माइटी गॉड बा पराक्रांत परमेश्वर दिस वर्ड मीन्स ही इज द हीरो अर्थात हु इज स्ट्रांग हु इज ऑलमाइटी हु इज इनविंसिबल बोली जहा को कहा जाए से सर्वशक्तिमान परमेश्वर अटंती माने से समस्त विषयर पूजा प्रशंसा पाइबार योग्य परमेश्वर अटंती ही अलोन इज वर्दी टू बी कॉल्ड आवर हीरो आमे मूवी स्टार मान को हीरो हीरोइन कहि थाउ किंतु आम जीवन रो प्रकृत हीरो होचंती एई बालक एई पुत्र जे आमान को पाई दत्त हेचंती कारण कोन ही हैज डिफीटेड ऑल आवर एनिमीज से आमर समस्त शत्रु मान को पराजित करियछंती आम जीवन को सुरक्षा देबा पाई आम जीवन को स्वभावय करिबा पाई आम जीवन को सुंदर करिबा पाई आम जीवन को सरल करिबा पाई से आमर समस्त शत्रु मान को हरैछंती को शत्रु को से हरैछंती प्रथम शत्रु होची मृत्यु प्रथम करंतिय 15 पर्वर 55 पद मु पढ़िया पाई कहबी नाही आपण माने नोट कले नोट करी नहीं पारंती प्रथम करंतिय 15 पर्वर 55 पद रे मृत्यु को से हरैछंती द्वितीय कथा ही हैज डिफीटेड सिन पाप को से हरई देइछंती पराजय करिछंती रोमियो 6:14 पद रे आपण माने ता देखि परिबे तापरे तृतीय शत्रु होची शैतान आदि पुस्तक 3:15 पद रे प्रथम भविष्यवाणी संपर्क रे ताहा कहा जाइतिला चतुर्थ होची द ग्रेव अर्थात कबर मध्य आमान करे मते एक शत्रु होते माथ्यू 28:1-6 प्रथम करंतिय 15:20 याको कहा जाए तापर पंचम विषय होची द हेल द इटर्निटी द इटर्नल पनिशमेंट जोटी लोकन को मिलिबो सेटा मध्य आमान को जीवन रो गोटे शत्रु अटे सेटा जोहन 10:28 पद रे आपण माने पाई परिबे तापर तांकर आउ गोटे नाम अछि एवरलास्टिंग फादर अनंत कालीन पिता ही इज एवरलास्टिंग अर्थात कौनसी विषय सृष्टि हेबा पूर्वरु से थिले एवं से समस्त विषय को स्थिति कले बा से सजीव कले से सृष्टि कले सृजन कले ही इज द ग्रेट आई एम बोल करी कहा जाए मूसा को से नामों से रिवील कले आई एम दैट आई एम जेहोवा मु जेहोवा सदा प्रभु आम्भे स्वयंभू आमे स्वयं अटू माने अन्य कौनसी लोकंकर साहाय्य बिना आमे स्थिति रखी पारू जीवित रखी पारू आमर अस्तित्व अछि किंतु आमे केते सौभाग्यमय पुरुष अटू जे आमानकर जीवन टाइड टू हिज लाइफ आमानकर जीवन तांको सहित बंधन अछि एबे रिसेंटली मु गोटे विवाह ओकेजन रे प्रीचिंग करूथली एवं सिटी मु कहूथली संपूर्ण बाइबल को जदी गोटिए शब्द रे हमें समाहित करिबा ताहले कोन हबो समस्ते कहिले प्रेम समस्ते कहिले जीवन लव लाइफ इत्यादि इत्यादि बट इट इज रिलेशनशिप संपर्क मूलरू आदि पुस्तक प्रकाशित पुस्तक पर्यंत जदि आपण बारे देखिबे जे एथिरे कहा जाए संपर्क होची सबुठारु गोटिए शब्द जहाँ संपूर्ण बाइबल रा माने देखिबा को पारू सेही संपर्क द्वारा परमेश्वर कोन कले मनुष्य सहित संबंध रखिया पाई चाहिले फेलोशिप करिया पाई चाहिले ही इज योर फादर ही इज माय फादर ही इज आवर फादर से अनंत कालीन से एवरलास्टिंग फादर से आमानकर पिता हटंती से जिते बेल पर्यंत बंचिबे सेते बेल पर्यंत आमानको बंचिबार अधिकार से आमानको दैचंती ही इज एवरलास्टिंग आमान को मध्य से अनंत काल रे प्रवेश करिबा निमंते से अधिकार से मान को दैचंती मोर समय हे गलानी मु वर्तमान शेष करिया पई चाहिबी आ 3-4 मिनिट रे एई शब्द फादर रो अर्थ होची जे गोटे प्रोड्यूसर गोटे जनरेटर ही इज आवर सोर्स ही ब्रॉट अस इनटू बीइंग एंड ही सस्टेन्स आवर लाइव्स बाय हिज पावर से तांको शक्ति रे हमरो जीवन को से धरी रखंती तोली धरंती से आमान को सब किछि प्रदान करंती गोटे पिता कौन करे
As a father, he fulfills his role as our father by loving us, by supporting us, by sustaining us, by comforting us, and by providing us. ସେ ଆମମାନଙ୍କୁ ପ୍ରେମ କରନ୍ତି, ସେ ଆମମାନଙ୍କର ସବୁ କିଛି ପ୍ରଦାନ କରନ୍ତି, ଆମମାନଙ୍କୁ ଧରି ରଖନ୍ତି, ଆମମାନଙ୍କୁ ସାନ୍ତ୍ୱନା ଦିଅନ୍ତି, ପୁଣି ଆମମାନଙ୍କର ସମସ୍ତ ବିଷୟ ସେ ଯୋଗାଣ କରନ୍ତି ବା ଯୋଗେଇ ଦିଅନ୍ତି। ଶେଷ କଥା ଅଛି, ପ୍ରିନ୍ସ ଅଫ ପିସ୍, ଶାନ୍ତି ରାଜା ହେବ ତାଙ୍କର ନାମ। He will rule his kingdom in peace. ପୂର୍ବରୁ ଏ ନାମ ତାଙ୍କୁ ଦିଆଗଲା କାରଣ ତାହାଙ୍କର ରାଜ୍ୟ ଅନ୍ୟମାନଙ୍କ ପରି ରାଜ୍ୟ ନୁହେଁ, ଯୋଉ ରାଜ୍ୟରେ କଳି କନ୍ଦଳ ଅଛି, ଝଗଡା ଅଛି, ଯୁଦ୍ଧ ଅଛି, କିନ୍ତୁ ଆଙ୍କ ରାଜ୍ୟରେ ଶାନ୍ତି ରହିବ, ଶାନ୍ତି ବିରାଜମାନ କରିବ। 7 ପଦରେ ତାଙ୍କର ଗଭର୍ଣ୍ଣମେଣ୍ଟ ବିଷୟରେ ଲେଖା ଅଛି, ଯାହା ମୁଁ ଆଉ ବିସ୍ତାର ଭାବରେ କହିବା ପାଇଁ ଚାହିଁବି ନାହିଁ। He is the creator, he is the provider of peace. ସେ ଆମମାନଙ୍କୁ ସେ ଶାନ୍ତି ସୃଷ୍ଟି କରନ୍ତି ଏବଂ ଶାନ୍ତି ସେ ପ୍ରଦାନ କରନ୍ତି। ଯେସାୟା ପୁସ୍ତକରେ ଲେଖା ଅଛି ଯେ ଆମେ ଶାନ୍ତି ସୃଷ୍ଟି କରୁ ଏବଂ ଯୋଉମାନେ ତାଙ୍କୁ ଜାଣନ୍ତି ସେ ସମସ୍ତେ ତାଙ୍କର ଏହି ଶାନ୍ତିକୁ ଜାଣନ୍ତି। ଯୋହନ 14:27 ପଦରେ ଲେଖା ଅଛି, ଯୋହନ 16:33 ପଦରେ ମଧ୍ୟ ଲେଖା ଅଛି, ପୁଣି ଆଉ ଫିଲିପିଓ 4:7 ପଦରେ ମଧ୍ୟ ଲେଖା ଅଛି। ତେବେ ପ୍ରିୟ ଈଶ୍ୱରଙ୍କର ଲୋକମାନେ, what child is this? He is a remarkable child. We call him by name, many names. ଆମେ ତାଙ୍କୁ ନାମ ଧରିକି ଡାକୁ। And he is God. He is your God, he is my God, he is our God. He is my Lord, he is your Lord. ଯୋଉ ଥୋମା ମୁଁ ନ ଦେଖିଲେ ବିଶ୍ୱାସ କରିବି ନାହିଁ ବୋଲିକିରି କହିଲେ, ସେ ଦେଖିଲା ପରେ ସେ କ'ଣ କହିଲେ? You are my Lord and my God. ସେ ସ୍ୱୀକାର କଲେ। He is our savior today. ଆଜି ଅନେକ ଅଛୁ, ଆମମାନେ ସମସ୍ତେ ବହୁତ ବର୍ଷ ଧରି ଖ୍ରୀଷ୍ଟିଆନ ହେଇଛୁ, କିନ୍ତୁ ପରିତ୍ରାଣକର୍ତ୍ତା, ଉଦ୍ଧାରକର୍ତ୍ତା, ମୁକ୍ତିଦାତା ଭାବରେ ଏଇ ପ୍ରଭୁ ଯୀଶୁଙ୍କୁ, ଏଇ ବାଳକଙ୍କୁ, ଏଇ ପୁତ୍ରଙ୍କୁ ଆମେ କ'ଣ ଗ୍ରହଣ କରିଛୁ, ଜାଣିଛୁ? ଡୁ ୟୁ ନୋ ହିମ୍? ହାଉ ବେଷ୍ଟ ୟୁ ନୋ ହିମ୍? ଆପଣ କ'ଣ ତାଙ୍କୁ ଜାଣନ୍ତି? କେତେ ଅଧିକ ଉତ୍ତମ ରୂପେ ଆପଣ ତାଙ୍କୁ ଜାଣନ୍ତି? ଇଫ୍ ୟୁ ନୋ ହିମ୍, ଡୁ ୟୁ ଲଭ୍ ହିମ୍? ହାଉ ଡୁ ୟୁ ଲଭ୍ ହିମ୍? ଯଦି ଆପଣ ତାଙ୍କୁ ଜାଣନ୍ତି, ଆପଣ କେମିତି ତାଙ୍କୁ ପ୍ରେମ କରନ୍ତି? ହାଉ ଡୁ ୟୁ ସର୍ଭ ହିମ୍? ଆପଣ ତାଙ୍କୁ କେମିତି ସେବା କରନ୍ତି? As you should. এই ଯୋଉ ଖ୍ରୀଷ୍ଟମାସ ଆସୁଛି, ହାଉ ଡୁ ୟୁ ଶୋ ୟୋର ଲଭ୍ ଟୁ ଜିସସ୍? ଏଇ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଏଇ ଖ୍ରୀଷ୍ଟମାସ ସମୟରେ ଆପଣ କେମିତି ଆପଣଙ୍କର ପ୍ରେମ ପ୍ରଦର୍ଶନ କରିବେ? ଜିସସ୍ ଆସ୍କ୍ଡ ପିଟର, ପ୍ରଭୁ ଯୀଶୁ ପିତରଙ୍କୁ ପଚାରିଲେ, ତୁମେ କ'ଣ ଏଇ ସମସ୍ତଙ୍କ ଠାରୁ ମତେ ଅଧିକ ପ୍ରେମ କରୁଅଛ? ସେଥିରେ ପିତର କ'ଣ କହିଲେ? ହଁ ପ୍ରଭୁ, ମୁଁ ଯେ ଆପଣଙ୍କୁ ପ୍ରେମ କରୁଛି ସେଇଟା ଆପଣ ଜାଣନ୍ତି। ଯୋହନ 21 ଅଧ୍ୟାୟ ଆପଣ ପଢିବେ 15ରୁ ତଳକୁ, 15, 16, 17 ପଦରେ 3ଟା କଥା ଲେଖା ଅଛି। ଟେଣ୍ଡ ମାଇ ଶିପ୍, ଫିଡ୍ ମାଇ ଶିପ୍, କିପ୍ ମାଇ ଶିପ୍। ସେଠି ଓଡ଼ିଆରେ ଲେଖା ଅଛି, ମେଷ ଶାବକ ମାନଙ୍କୁ ଚରାଅ। ଯଦି ତୁମେ ମତେ ପ୍ରେମ କରୁଛ, ମୋର ମେଷ ଶାବକ ମାନଙ୍କୁ ଚରାଅ। ଯଦି ତୁମେ ମତେ ପ୍ରେମ କରୁଛ, ମୋର ମେଷ ମାନଙ୍କୁ ପ୍ରତିପାଳନ କର। ଯଦି ତୁମେ ମତେ ପ୍ରେମ କରୁଛ, ମୋର ମେଷ ମାନଙ୍କୁ ଚରାଅ। ଡୁ ଦିସ୍ ଇନ୍ ଦିସ୍ ଖ୍ରୀଷ୍ଟମାସ। ଆଜି ଅନେକ ଅଛନ୍ତି ଯୋଉମାନେ ଭିକ୍ଷୁକ, ଯୋଉମାନେ ଗରିବ, ଅନାଥ ଅବସ୍ଥାରେ, ବିଧବା ଅବସ୍ଥାରେ ଅଛନ୍ତି, ସେମାନଙ୍କ ନିମନ୍ତେ ଆପଣମାନେ କିଛି କରନ୍ତୁ ଏବଂ ଈଶ୍ୱରଙ୍କର ପ୍ରେମକୁ ପ୍ରକାଶ କରନ୍ତୁ। ଡୁ ଦିସ୍ ଖ୍ରୀଷ୍ଟମାସ and glorify God. ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।